ଚାଷୀ ମାନଙ୍କ ଏଠି ଯୋଉ ଢଙ୍ଗରେ ଯୋଉ ଭଳି ଭାବରେ କରୁଛନ୍ତି ଆମେ ଦେଖିଲୁ ଇଏ ହଉଛି ଉନ୍ନତ ଅଞ୍ଚଳ। ଚାଷର ଏକ ଉନ୍ନତ ଅଞ୍ଚଳ ନୂଆପଡ଼ା ଜିଲ୍ଲା। ଏଠି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଯେମିତି ଆମେ ଦେଖିଲେ ଏଠି ପାମ ଅଏଲଠୁ ଗୋଟେ ମାଛଠୁ ଇସି ଫାର୍ମ କରି କୁକୁଡ଼ା ହ୍ୟୁଜ୍ ଫାର୍ମ କରୁଛନ୍ତି। ଧାନ ତ ଆପଣଙ୍କର ମାନେ କମନ, ଆପଣ ତ ଭାତ ହାଣ୍ଡିରେ ଗଣତି ହଉଛନ୍ତି ଆପଣ ଓଡ଼ିଶାରେ। କିନ୍ତୁ ସମସ୍ତଙ୍କର ଏଠି ଦେଖିଲୁ ଗୋଟେ ଚାଷର ଭିନ୍ନତା ଅଛି, ଚାଷୀମାନଙ୍କ ଭିତରେ ଉତ୍ସାହ ଅଛି ଏବଂ ସରକାରଙ୍କର ଯେତେ ଯୋଜନା ଅଛି ଏସବୁ ଯୋଜନା ଭାବୁଛି ସବୁ ପ୍ରକାର ଯୋଜନା ଏଠି କୋଉଠି ନା କୋଉଠି ଲୋକମାନେ ଗ୍ରହଣ କରିଛନ୍ତି ଏବଂ ଚାଷୀମାନେ ତାକୁ କରି କରୁଛନ୍ତି। ତେଣୁ ସେ ଦୃଷ୍ଟିରୁ ଏଠି ଉତ୍ସାହଜନକ ସ୍ଥିତିରେ ଆମର ଚାଷୀମାନଙ୍କର କାର୍ଯ୍ୟ। ଆଉ ସରକାର ଏ ବାବଦରେ ଆପଣ ଲକ୍ଷ୍ୟ ରଖିଥିବେ କିଭଳି ଭାବରେ ଚାଷୀ ଆଉ ଚାଷ ପାଇଁ କିଭଳି ଭାବରେ ସରକାରଙ୍କର ସହଯୋଗ, ଚାଷୀ କିଭଳି ଭାବରେ ପ୍ରତି କ୍ଷେତ୍ରରେ ଆପଣ ଯେକୌଣସି ଜିନିଷ ଦେଖନ୍ତୁ ବିଭିନ୍ନ ଯୋଜନା ଏବଂ ସବୁଠି ସବସିଡି ଦିଆଯାଉଛି। ପିଏମ୍ କିଷାନ ସିଏମ୍ କିଷାନ ଦେଖିଥିବେ ସେଠି ପ୍ରତିବର୍ଷ ଗୋଟେ ଚାଷୀ ପାଖକୁ 10,000 ଟଙ୍କା ଆସୁଛି। ଆଉ ବାକି ଯେତେ ପ୍ରକାର ଯୋଜନା ଅଛି ସବୁଠି ସରକାରଙ୍କର ସହଯୋଗ ଏବଂ ସମ୍ପୂର୍ଣ୍ଣ ଭାବରେ ଆଗକୁ ଆହୁରି କିଭଳି ଭାବରେ ଭଲ ଢଙ୍ଗରେ ଭଲ ଚାଷ କରିପାରିବେ ଏବଂ ଆମ ଖାଲି ଧାନ କରୁଛେ ସେଇଟା ନୁହେଁ, ଆମେ କିଭଳି ଭାବରେ ଡାଲି ଜାତୀୟ ତୈଳବୀଜ ଏସବୁ କଲେ ଆମେ ସମ୍ପୂର୍ଣ୍ଣ ଭାବରେ କୃଷିରେ ଆତ୍ମନିର୍ଭର ହେଇପାରିବ ଆମ ଓଡ଼ିଶା, ହେଇପାରିବ ଆମ ନୂଆପଡ଼ା ଜିଲ୍ଲା।